ମାଛ ମାଂସ ଖାଇବା କଣ ପାପ? ମାଛ ମାଂସ ଖାଇବା ଦ୍ୱାରା ଆମର ପାପ ହୁଏ ନା ପୁଣ୍ୟ? এই বিষୟରେ ଆପଣ ମାନଙ୍କୁ ଗୋଟିଏ ସୁନ୍ଦର କାହାଣୀ ଶୁଣାଇବି ଆଜି। ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ମୁଁ ସୁଚିତ୍ରା ଆପଣ ମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖିବେ। ଭଲ ଲାଗିଲେ ଲାଇକ୍ କରିବେ, ସବସ୍କ୍ରାଇବ କରିଦେବେ ଆଉ ଭଲ ଭଲ କମେଣ୍ଟ ଦେବେ। ସାଙ୍ଗମାନେ, ଭଗବାନ କୃଷ୍ଣଙ୍କର ବାଲ୍ୟଲୀଳା ବେଳର କଥା। ଥରେ ଶ୍ରୀକୃଷ୍ଣ ଗୋଟିଏ ଗଛ ମୂଳରେ ବସି ବଂଶୀ ବଜାଉଥିଲେ। ସେହି ସମୟରେ ଗୋଟିଏ ହରିଣ ତାଙ୍କ ଆଡକୁ ଦୌଡ଼ି ଦୌଡ଼ି ଆସିଲା। ଶ୍ରୀକୃଷ୍ଣଙ୍କ ପଛପଟେ ଯାଇ ଲୁଚିଗଲା। ସେ ବହୁତ ଡରି ଯାଇଥିଲା। ଶ୍ରୀକୃଷ୍ଣ ହରିଣଟିର ମୁଣ୍ଡକୁ ଆଉଁସି ଦେଇ କହିଲେ, କଣ ହେଇଛି, ତୁମେ କାହିଁକି ଲୁଚିଛ? ହରିଣକୁ ଗୋଡାଇ ଗୋଡାଇ ଗୋଟେ ଶିକାରୀଟି ଆସି ସେଠାରେ ପହଞ୍ଚିଲେ। ଶିକାରୀଟି କହିଲେ, ଏହା ମୋ ଶିକାର ଅଟେ, ତାକୁ ମତେ ଦେଇ ଦିଅନ୍ତୁ। ତା ଉପରେ କେବଳ ମୋର ଅଧିକାର ଅଛି। ଏହା ଶୁଣି ଶ୍ରୀକୃଷ୍ଣ କହିଲେ, ସମସ୍ତ ଜୀବିତ ପ୍ରାଣୀଙ୍କର ନିଜ ଶରୀର ଉପରେ ନିଜର ଅଧିକାର ଥାଏ, ନିଜ ପ୍ରାଣ ଉପରେ ଆଉ କାହାର ଅଧିକାର ନାହିଁ। ଏହା ଶୁଣି ଶିକାରୀ ରାଗିଗଲେ, କହିଲେ, ସେ ହରିଣ ମୋ ଶିକାର, ମୁଁ ତାକୁ ମାରିକି ଖାଇବି। ଶ୍ରୀକୃଷ୍ଣ କହିଲେ, କୌଣସି ଜୀବିତ ପ୍ରାଣୀକୁ ମାରିକି ଖାଇବା ପାପ ଅଟେ। କଣ ତୁମେ ମହାପାପର ଭାଗିଦାର ହେବାକୁ ଚାହୁଁଛ? ମାଂସ ଖାଇବା ପାପ ନା ପୁଣ୍ୟ, ତୁମେ କଣ ଏ ଧର୍ମ ବିଷୟରେ ଜାଣିପାରୁନ? ଶିକାରୀଟି କହିଲା, ମୁଁ ତ ଆପଣଙ୍କ ଭଳି ଶିକ୍ଷିତ ଜ୍ଞାନୀ ନୁହେଁ, ମୁଁ କେମିତି ଜାଣିବି ମାଂସ ଖାଇବା ପାପ ନା ପୁଣ୍ୟ? କିନ୍ତୁ ଏତିକି ଜାଣିଛି, କୌଣସି ଜୀବକୁ ମାରିକି ଖାଇବାରେ କୌଣସି ପାପ ନାହିଁ। ମୁଁ ତ ମାଂସ ଖାଇବା ଦ୍ୱାରା ପ୍ରାଣୀମାନଙ୍କୁ ତାଙ୍କର ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତ କରିଦେଉଛି। ଏବେ ପୁଣି କଣ ପାଇଁ ମାଂସ ଖାଇବାକୁ ମନା କରୁଛନ୍ତି? ମୁଁ ସେ ହରିଣଟିକୁ ମାରି ତାର ନିଚ ଯୋନିର ମୁକ୍ତି ଦେଉଛି। ଯାହା ମୁଁ ଶୁଣିଛି ଯେ ଜୀବ ହତ୍ୟା କଥା ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି। ରାଜାମାନେ ମଧ୍ୟ ଶିକାର କରିବାକୁ ଭଲ ପାଆନ୍ତି। ତେବେ କାହିଁକି ମାଂସାହାର ଗୋଟିଏ ଖରାପ ପ୍ରକୃତି ଅଟେ? ଆପଣ ହିଁ କୁହନ୍ତୁ, ମାଂସାହାର ପାପ ନା ପୁଣ୍ୟ ଅଟେ? ଭଗବାନ ଶ୍ରୀକୃଷ୍ଣ ବୁଝିଗଲେ ଯେ ଏହି ଲୋକଟି ମାଂସାହାର କରୁଥିବାରୁ ୟାର ବୁଦ୍ଧି ଭ୍ରଷ୍ଟ ହୋଇଗଲାଣି। ଯେ ଚିନ୍ତା ଓ ବୁଝିବା ଶକ୍ତି ମଧ୍ୟ ହରାଇ ସାରିଲାଣି। ପୁଣି ଶ୍ରୀକୃଷ୍ଣ କହିଲେ, ଏ ବିଷୟରେ ମୁଁ କୌଣସି ରାୟ ଦେବି ନାହିଁ। ମୁଁ ତୁମକୁ ଗୋଟିଏ ଛୋଟ କଥାଟିଏ ଶୁଣାଉଛି। ୟାକୁ ସମ୍ପୂର୍ଣ୍ଣ ଶୁଣିବା ପରେ ତୁମେ ହିଁ କହିବ ମାଂସାହାର ପାପ ନା ପୁଣ୍ୟ ଅଟେ। ଏ କଥା ଶୁଣି ଶିକାରୀ ଭାବିଲା, ଏଥିରେ ତ ମୋର କିଛି କ୍ଷତି ନାହିଁ, ତେବେ ଯାଉଛି କଥାଟିକୁ ଶୁଣିବି। ଭଗବାନ ଶ୍ରୀକୃଷ୍ଣ ଆରମ୍ଭ କଲେ। ଥରେ ମଗଧରେ ଅନ୍ନର କମ୍ ଉତ୍ପାଦନ ହେତୁ ଖାଦ୍ୟ ସଙ୍କଟ ଦେଖାଦେଲା। ରାଜା ଚିନ୍ତା କଲେ, ଯଦି ୟାର କିଛି ସମାଧାନ ନ କରାଯାଏ ତେବେ ସଂଗୃହୀତ ଖାଦ୍ୟ ମଧ୍ୟ ସରିଯିବ ଆଉ ସଙ୍କଟ ଅଧିକ ଗଭୀର ହୋଇଯିବ। ତେଣୁ ରାଜା ନିଜ ସଭାରେ କହିଲେ, ଖାଦ୍ୟ ସମସ୍ୟା ପୂରା କରିବା ପାଇଁ ସବୁଠାରୁ ଶସ୍ତା ଜିନିଷ କଣ ଅଛି? ଏହା ଶୁଣି ମନ୍ତ୍ରୀମାନେ ଚିନ୍ତାରେ ପଡିଗଲେ। ଚାଉଳ, ଗହମ, ଆଳୁ ଏଇ ସବୁ ଉତ୍ପାଦନ କରିବା ପାଇଁ ତ ବହୁତ ପରିଶ୍ରମ କରିବାକୁ ପଡିଥାଏ। ଏହି ସବୁ ଖାଦ୍ୟ ପଦାର୍ଥ ସେତେବେଳେ ଭଲ ଚାଷ ହୋଇଥାଏ ଯେତେବେଳେ ପ୍ରକୃତିର କୌଣସି କୋପ ନଥାଏ। ଏମିତିରେ ତ କୌଣସି ବସ୍ତୁ ଶସ୍ତା ନାହିଁ। ଏହି ସମୟରେ ଶିକାର କରିବାକୁ ଭଲ ପାଉଥିବା ଜଣେ ମନ୍ତ୍ରୀ ଭାବିଲେ, ଏହା ହିଁ ସବୁଠାରୁ ପ୍ରକୃଷ୍ଟ ସମୟ ଅଟେ। ସାରା ରାଜ୍ୟରେ ଆଖି ବୁଜା ଶିକାର କରିବା ପାଇଁ ରାଜାଙ୍କ ଠାରୁ ଅନୁମତି ନେଇଗଲେ ବଢିଆ ହେବ। ଏହାପରେ ସେ ମନ୍ତ୍ରୀ ସଭାରେ କହିଲେ, ସବୁଠାରୁ ଶସ୍ତା ଖାଦ୍ୟ ପଦାର୍ଥ ହେଉଛି ମାଂସ। ଏହା ପାଇଁ ଧନର କୌଣସି ଆବଶ୍ୟକତା ନଥାଏ ଆଉ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିଥାଏ। ଏ କଥା ଶୁଣି ସମସ୍ତେ ସମର୍ଥନ କଲେ, କିନ୍ତୁ ମଗଧର ପ୍ରଧାନମନ୍ତ୍ରୀ ଚୁପ୍ ଥିଲେ। ଏହା ଦେଖି ରାଜା ପଚାରିଲେ, ପ୍ରଧାନମନ୍ତ୍ରୀ, ଆପଣ କାହିଁକି ଚୁପ୍ ଅଛନ୍ତି? ଆପଣଙ୍କ ମତ ମଧ୍ୟ ରଖନ୍ତୁ। ପ୍ରଧାନମନ୍ତ୍ରୀ କହିଲେ, ମୁଁ ଏହା ମାନୁନାହିଁ ଯେ ମାଂସ ସବୁଠାରୁ ଶସ୍ତା ପଦାର୍ଥ ଅଟେ, ତଥାପି ୟା ଉପରେ କାଲି ମୋର ରାୟ ରଖିବି। ସେଇଦିନ ରାତିରେ ମାଂସ ପାଇଁ ପ୍ରବର୍ତ୍ତାଉଥିବା ମନ୍ତ୍ରୀଙ୍କ ଘରେ ଯାଇ ହାଜର ହୋଇଗଲେ। ଏତେ ରାତିରେ ନିଜ ଘରେ ପ୍ରଧାନମନ୍ତ୍ରୀଙ୍କୁ ଦେଖି ସେ ମନ୍ତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭାବିଲେ, ନିଶ୍ଚୟ କିଛି ଅନିଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ କହିଲେ, ରାଜ୍ୟସଭା ସମାପ୍ତ ହେଲା ପରେ ମହାରାଜା ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହୋଇ ପଡିଛି। ରାଜବୈଦ୍ୟ କହିଛନ୍ତି, ଯଦି କୌଣସି ଶକ୍ତିଶାଳୀ ମଣିଷ ଠାରୁ 2 ତୋଳା ମାଂସ ମିଳିଯାଆନ୍ତା ତେବେ ରାଜାଙ୍କର ଜୀବନ ବଞ୍ଚିଯାଆନ୍ତା। ଆପଣ ମହାରାଜାଙ୍କର ବହୁତ ବିଶ୍ୱସ୍ତ ଅଟନ୍ତି, ସେଥିପାଇଁ ଆପଣଙ୍କ ଛଡା ଆଉ କିଏ ଅଧିକ ଯୋଗ୍ୟ ହୋଇପାରିବ? ଆପଣ ଯାହା ବି ମୂଲ୍ୟ ମାଗିବେ ଦିଆଯିବ, କିନ୍ତୁ ଆପଣ କହିବେ ଯଦି ମୁଁ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଦେବା ପାଇଁ ପ୍ରସ୍ତୁତ ଅଛି। ଆପଣ ଚାହିଁଲେ ରାଜ୍ୟର କୌଣସି ଅଂଶ ମଧ୍ୟ ନେଇପାରିବେ। କେବଳ ଆପଣଙ୍କ ଇଚ୍ଛା କଣ କୁହନ୍ତୁ।
ମୁଁ କଂସେଇ ଦ୍ୱାରା ଆପଣଙ୍କ ହୃଦୟରୁ କେବଳ 2 ତୋଳା ମାଂସ ନେଇଯିବି। ଏହା ଶୁଣି ମନ୍ତ୍ରୀଙ୍କର ଚେହେରାର ରଙ୍ଗ ଉଡ଼ିଗଲା। ସିଏ ଭାବିଲେ ଯଦି ମୋର ଜୀବନ ହିଁ ନ ରହିବ ତେବେ ମୁଁ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ନେଇ କଣ କରିବି? ଆଉ ରାଜ୍ୟର ଭାଗ ବି ମୋର କଣ କାମରେ ଆସିବ? ସେ ସଙ୍ଗେ ସଙ୍ଗେ ଘର ଭିତରକୁ ଯାଇ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ନେଇ ଆସିଲେ। ପ୍ରଧାନମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଗଲେ, କାନ୍ଦି କହିଲେ, ପ୍ରଧାନମନ୍ତ୍ରୀ ମହାଶୟ, ଆପଣଙ୍କ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ମୋର ଆଉ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ମିଶାଉଛି। ମୁଁ ଏହି ସ୍ୱର୍ଣ୍ଣ ମୁଦ୍ରା ନେଇ ଆପଣ ଅନ୍ୟ କେଉଁ ମନ୍ତ୍ରୀଙ୍କ ପାଖକୁ ଯାଆନ୍ତୁ, ତାଙ୍କର ହୃଦୟର ମାଂସ କିଣି ନିଅନ୍ତୁ, କିନ୍ତୁ ମୋତେ କ୍ଷମା କରିଦିଅନ୍ତୁ। ଏ କଥା ଯେମିତି ଆଉ କେହି ନ ଜାଣିପାରନ୍ତି। ପ୍ରଧାନମନ୍ତ୍ରୀ ବୁଝିପାରିଥିଲେ ସିଏ ଖାଲି ଟିକେ ମାଂସ ଦ୍ୱାରା ତାଙ୍କୁ ଆଉ ଟିକେ ଡରାଇବାକୁ ଚାହୁଁଥିଲେ। ପ୍ରଧାନମନ୍ତ୍ରୀ କହିଲେ, ମନ୍ତ୍ରୀ ମହାଶୟ, ଆପଣଙ୍କ ଶରୀର ବହୁତ ବଳଶାଳୀ ଅଟେ। ଆପଣଙ୍କ ଚେହେରା ମହାରାଜାଙ୍କ ଚେହେରା ସହିତ ମିଶି ଯାଉଛି। ସେଥିପାଇଁ ରାଜବୈଦ୍ୟ ଖାସ୍ ଆପଣଙ୍କ ନାଁ ନେଇ କହିଛନ୍ତି। ଆପଣଙ୍କର ଦାନ ଦ୍ୱାରା ଆମର ଜଣେ ଭଲ ରାଜା ବଞ୍ଚି ଯାଇପାରିବେ। ଯଦି ଆପଣ କହିବେ ମୁଁ ଆପଣଙ୍କୁ ପ୍ରଧାନମନ୍ତ୍ରୀ ପଦ ଦେବା ପାଇଁ ବି ପ୍ରସ୍ତୁତ ଅଛି, ଆଉ ମୁଁ ଆପଣଙ୍କ କର୍ମଚାରୀ ହୋଇ ରହିବି, କିନ୍ତୁ ପ୍ରଧାନଙ୍କର ଠାରୁ ଆମ ରାଜାଙ୍କ ଛଡ଼ାଇ ନିଅନ୍ତୁ ନାହିଁ। ମନ୍ତ୍ରୀମାନେ ମନେ ମନେ ଭାବିଲେ, ମୁଁ ତ ସମ୍ପୂର୍ଣ୍ଣ ଭାବରେ ଫସିଗଲି। ସଙ୍ଗେ ସଙ୍ଗେ ଅଙ୍ଗବସ୍ତ୍ର ପିନ୍ଧି ଜୋତା ପିନ୍ଧି ବାହାରିଲେ। ଯେମିତି ସେ ସେଠାରୁ ଖସିଯିବାକୁ ବାହାରିଲେ, ପ୍ରଧାନମନ୍ତ୍ରୀ ସଙ୍ଗେ ସଙ୍ଗେ ତାଙ୍କୁ ଧରି ପକାଇଲେ। ମନ୍ତ୍ରୀ ଜଣକ ପ୍ରଧାନମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଗଲେ, କହିଲେ, ପ୍ରଧାନମନ୍ତ୍ରୀ ମହାଶୟ, ମୁଁ ଏ କାମ ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ ଅଟେ। ଯଦି ପ୍ରାଣ ନ ରହିବ ମନ୍ତ୍ରୀ ପଦ ପ୍ରଧାନମନ୍ତ୍ରୀ ପଦ ନେଇ ମୁଁ କଣ କରିବି? ଯଦି ଆପଣ ଚାହିଁବେ ମୋର ସବୁ କିଛି ନେଇଯାଆନ୍ତୁ, କିନ୍ତୁ ମୋ ପ୍ରାଣ ନିଅନ୍ତୁ ନାହିଁ। ଏତିକି କହି ସେ ତାଙ୍କ ଘୋଡ଼ା ଆଡ଼କୁ ଦୌଡ଼ି ପଳାଇଲେ। ପ୍ରଧାନମନ୍ତ୍ରୀ ପଛରୁ ଡାକିକି କହିଲେ, ଆରେ ଆରେ, ଆପଣ ଆପଣଙ୍କ ପରିବାରକୁ ଛାଡ଼ି ପଳାଉଛନ୍ତି ଯେ? ମନ୍ତ୍ରୀ ଜଣକ କହିଲେ, ମୋ ପ୍ରାଣ ଠାରୁ ମୋର ଆଉ କିଛି ପ୍ରିୟ ନାହିଁ। ଯଦି ମୋ ପ୍ରାଣ ନ ରହିବ ତାହେଲେ ପରିବାର ନେଇ କଣ କରିବି? ପ୍ରଧାନମନ୍ତ୍ରୀ ତାଙ୍କ ଘୋଡ଼ାର ଲଗାମ ଧରି କହିଲେ, ଆପଣ କୁଆଡ଼େ ଯିବା ଦରକାର ନାହିଁ। ଆପଣ ନିଜ ଘରେ ଶାନ୍ତିରେ ସହିତ ରୁହନ୍ତୁ। ମୁଁ ଆଉ କେଉଁ ଆଡ଼େ ପ୍ରୟାସ କରୁଛି। ଏହା କହି ପ୍ରଧାନମନ୍ତ୍ରୀ ସେଠାରୁ ଚାଲିଗଲେ। ପ୍ରଧାନମନ୍ତ୍ରୀ ଗଲା ପରେ ମନ୍ତ୍ରୀଙ୍କ ଦେହରେ ଜୀବନ ପଶିଲା, କିନ୍ତୁ ସେ ଶାନ୍ତିରେ ଶୋଇପାରିଲେ ନାହିଁ। ତାପରେ ପ୍ରଧାନମନ୍ତ୍ରୀ ସ୍ୱର୍ଣ୍ଣ ମୁଦ୍ରା ନେଇ ସମସ୍ତ ମନ୍ତ୍ରୀଙ୍କ ଘରକୁ ଗଲେ। ରାଜାଙ୍କ ପାଇଁ 2 ତୋଳା ମାଂସ ମାଗିଲେ, କିନ୍ତୁ କେହି ରାଜି ହେଲେ ନାହିଁ। ସମସ୍ତେ ନିଜକୁ ବଞ୍ଚାଇବା ପାଇଁ ଯେତେ ପାରିଲେ ସେତେ ସ୍ୱର୍ଣ୍ଣ ମୁଦ୍ରା ପ୍ରଧାନମନ୍ତ୍ରୀଙ୍କୁ ଦେଲେ। ଏହି ପ୍ରକାରରେ ଗୋଟିଏ ରାତିରେ କୋଟି କୋଟି ସ୍ୱର୍ଣ୍ଣ ମୁଦ୍ରା ଜମା କରିନେଲେ ଏବଂ ସକାଳ ହେବା ପୂର୍ବରୁ ତାଙ୍କ ମହଲରେ ପହଞ୍ଚିଗଲେ। ତା ପରଦିନ ସମସ୍ତ ମନ୍ତ୍ରୀ ସମୟ ପୂର୍ବରୁ ରାଜମହଲରେ ପହଞ୍ଚିଗଲେ। ରାଜା ସୁସ୍ଥ ଅଛନ୍ତି କି ନାହିଁ ସମସ୍ତେ ଜାଣିବାକୁ ଚାହୁଁଥିଲେ, କିନ୍ତୁ କେହି କାହାକୁ କିଛି କହୁନଥିଲେ। ସମସ୍ତେ ରାଜବୈଦ୍ୟଙ୍କୁ ଦେଖା କରିବାକୁ ଚାହୁଁଥିଲେ। ସେପଟେ ପ୍ରଧାନମନ୍ତ୍ରୀ ସମସ୍ତ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ ଯେ ପର୍ଯ୍ୟନ୍ତ ମହାରାଜା ରାଜସଭାକୁ ଆସିନାହାନ୍ତି ସେ ପର୍ଯ୍ୟନ୍ତ କୌଣସି ମନ୍ତ୍ରୀ ରାଜମହଲ ବାହାରକୁ ଯାଇପାରିବେ ନାହିଁ। କିନ୍ତୁ ସମୟ ପରେ ରାଜା ସବୁଦିନ ଯେମିତି ଆସନ୍ତି ସେମିତି ସିଂହାସନରେ ବସିଲେ। ସମସ୍ତ ମନ୍ତ୍ରୀ ମହାରାଜାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ମହାରାଜା ତ କୌଣସି ଦୃଷ୍ଟିରୁ ବି ଅସୁସ୍ଥ ଲାଗୁନାହାନ୍ତି, ଯେମିତି ତାଙ୍କର କିଛି ବି ହୋଇନାହିଁ। ପ୍ରଧାନମନ୍ତ୍ରୀ କଣ ଆମକୁ ମିଛ କହିଲେ? ସବୁ ମନ୍ତ୍ରୀ ମାନେ ମନେ ମନେ ଏହି କଥା ବିଚାର କରିଥାନ୍ତି, କିନ୍ତୁ କେହି କାହାକୁ କିଛି କହୁନଥାନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ରାଜାଙ୍କ ପାଖରେ 1 କୋଟି ସ୍ୱର୍ଣ୍ଣ ମୁଦ୍ରା ଜମା କରିଦେଲେ। ରାଜା ପଚାରିଲେ, ଏତେ ପରିମାଣରେ ସ୍ୱର୍ଣ୍ଣ ମୁଦ୍ରା କେଉଁଠୁ ଆସିଲା? 2 ତୋଳା ମାଂସ ପାଇଁ ଏତେ ସ୍ୱର୍ଣ୍ଣ ମୁଦ୍ରା ଜମା ହୋଇଗଲା ବୋଲି ପ୍ରଧାନମନ୍ତ୍ରୀ କହିଲେ। କିନ୍ତୁ ମାଂସ ମିଳିଲା ନାହିଁ। ନିଜ ନିଜର ଜୀବନ ବଞ୍ଚାଇବା ପାଇଁ ମନ୍ତ୍ରୀ ମାନେ ଏତେ ସ୍ୱର୍ଣ୍ଣ ମୁଦ୍ରା ଦେଇଛନ୍ତି, ତେବେ ଆପଣ ବିଚାର କରନ୍ତୁ ମାଂସ କେତେ ଶସ୍ତା ଅଟେ। ରାଜା ପ୍ରଧାନମନ୍ତ୍ରୀଙ୍କ କଥାର ମର୍ମ ବୁଝିପାରିଲେ। ସେ ପ୍ରଜାମାନଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ଆଦେଶ ଦେଲେ। ରାଜାଙ୍କ ଖାଦ୍ୟ ଭଣ୍ଡାରରୁ ଖାଦ୍ୟ ବାହାର କରି ରାଜ ପ୍ରଜାମାନଙ୍କୁ ଦିଆଗଲା ଏବଂ ପୁଷ୍ଟିକର ଖାଦ୍ୟ ପାଇଁ ଚାଷ କାର୍ଯ୍ୟ କରିବା ପାଇଁ ଆଦେଶ ଦେଲେ। ସେହି 1 କୋଟି ସ୍ୱର୍ଣ୍ଣ ମୁଦ୍ରା ଏହି କାର୍ଯ୍ୟ ପାଇଁ ଶ୍ରମିକମାନଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କରାଗଲା। ତାପରେ ସାରା ରାଜ୍ୟରେ ଚାଷ ଭଲ ହେଲା, ଉତ୍ପାଦନ ବି ଭଲ ହେଲା। ଏହିପରି ଭାବରେ ରାଜ୍ୟରୁ ଖାଦ୍ୟ ସଙ୍କଟ ବି ଦୂର ହୋଇଗଲା। ସାଙ୍ଗମାନେ, ଜୀବନର ମୂଲ୍ୟ କଣ ଶ୍ରୀକୃଷ୍ଣ ଏହି କାହାଣୀ ଜରିଆରେ ବୁଝାଇ ଦେଲେ। ଯେପରି ଆମ ଜୀବନ ଆମକୁ ପ୍ରିୟ ଅଟେ, ସେମିତି ସମସ୍ତଙ୍କ ଜୀବନ ସମସ୍ତଙ୍କୁ ପ୍ରିୟ ଅଟେ। ତେଣୁ ନିଜ ହୃଦୟ ଓ ଅନ୍ୟ ହୃଦୟ କଥା ଟିକେ ଚିନ୍ତା କରନ୍ତୁ।
जदि जीव हत्या जीव को संसार बंधन मुक्त करने ठीक अटे तेबे अत्याचारी मानक द्वारा करा जाउथिबा नरसंहार भी मान्य अटे। सेमाने भी यही तर्क करिपारिबे जे लोक मानकु संसार बंधन मुक्त कराउछंती बोली। जदि कौनसी जीव निज पाई बोझ होई थांता तेबे से जीवन बंचाइबा पाई एते संघर्ष करू न थांता। जेउ जीव को आपण माने मारी खाउछंती सेमानंकु निज जीवन बंचाइबा को कौनसी अवसर मिले न थाए। बर्बरता केवल ताहा नुहे जेउठी केवल मनुष्यर ही रक्त बाहरु थाए। बर्बरता ताकु मध्य कुहा जाय थाए जेउठी निज स्वार्थ पाई एक निरीह प्राणीर हत्या करा जाय थाए। सबु प्राणी को शरीर रे भगवान वास करती। थरे चिंता करंतु तो सांग माने आम शरीर रे टिके आघात हेले केते कष्ट हेउछि किंतु गोटे निरीह जीवटी को हाणी ता मांस आमे माने भक्षण करूछे। आमे माने शेष समय रे जीवन सारा करथिबा पाप पाई जीवन सारा सुकर्म करबा पाई चेष्टा करिथाउ किंतु आमे माने ए कथा भी भूली जाथाउ जे जेउ जीव आम पाई मल्ला आम पाई एते कष्ट पाइला तार अभिशाप आम मानंकु खाली ए जीवन रे नुहे परंतु पर जीवन रे मध्य पीछा छाड़ी न थाए। परमात्मा ठारू एई भली ज्ञान पाई शिकारी परिपूर्ण होई गले तांको ज्ञान प्राप्ति होई गला। से जानि परिले महानता जीवन रे केवल नेबारे नुहे जीवन देबारे थाए एवं से प्रतिज्ञा कले जीवन सारा आउ केबे भी से जीव हत्या करिवे नाही। एथर सांग माने कहंतु जीव हत्या ठीक ना भूल? आपण मानको मूल्यवान मतामत निश्चय कमेंट बॉक्स रे जणाइबे। आजिर वीडियो डी केमिति लागिला आपण मानको निश्चिंत भल लागिथिबो आशा करूछि। भल लागिथिले लाइक कर देबे, अधिक रु अधिक शेयर कर देबे, निजर मूल्यवान मतामत कमेंट बॉक्स रे जणाइबे। मो चैनल रे नुआ थिले सब्सक्राइब करबा को भूलिबे नाही। जगन्नाथଙ୍କ कृपा आपण मानक ऊपर एमती रहिथाउ। आपण मानक आशीर्वाद भल पाइबा मो चैनल प्रति रहिथाउ। रहुछि पुणी देखा हेबो आउ एक नुआ वीडियो रे। नमस्कार, जय जगन्नाथ।